ତ ଆପଣଙ୍କର ତେଣୁ ଯେଉଁ ସବୁ ମଠ ଭାଙ୍ଗି ଯାଇଛି ସେ ମଠର ଯୋଉ ପୁରୁଣା ଜିନିଷ ଥିଲା, ପୁରୁଣା ମନ୍ଦିର ଥିଲା, ଠାକୁର ଥିଲେ, ତାର ଯୋଉ ସଂସ୍କୃତି ଥିଲା, ଏ ସବୁ କୋଉଠି ବର୍ତ୍ତମାନ ଅଛି? ତାର ଯୋଉ ସିମ୍ବଲ ସବୁ ଥିଲା ସେ ସବୁ କୋଉଠି ଅଛି? ମୁଁ ଆପଣଙ୍କଠାରୁ ଜାଣିବା ପାଇଁ ଚାହିଁବି ଯେ ଯୋଉ ପରିକ୍ରମା ପ୍ରକଳ୍ପ ବେଳେ ଯେତେ ମଠ ସବୁ ଭାଙ୍ଗିଥିଲା, ଆପଣ ମାନେ କଣ ଡିମାଣ୍ଡ କରିଥିଲେ ସରକାରଙ୍କ ପାଖରେ? ନାଇଁ, ସରକାରଙ୍କର ଗୋଟେ ଏଗ୍ରିମେଣ୍ଟ ମାଧ୍ୟମରେ ଲିଖିତ ପ୍ରତିଶ୍ରୁତି ଥିଲା ଯେ ମଠର ଯୋଉଗୁଡ଼ିକ ପରିକ୍ରମା ପ୍ରକଳ୍ପରୁ ଉଚ୍ଛେଦ ହେଲା ତାର ବିଜୟସ୍ଥଳୀ ରହିଛି, ଅନ୍ୟ ଗୁଡ଼ିକ ଯୋଉ ଧର ସନ୍ଥ ନିବାସ, ଭକ୍ତ ନିବାସ ଏବଂ ଅନ୍ୟ ଗୁଡ଼ିକ ମହନ୍ତଙ୍କ ନିବାସ, ଏସବୁ ଜିନିଷ ପାଇଁ ଗୋଟେ 100 ମିଟର ପରେ, ମନ୍ଦିରର 100 ମିଟର ପରେ ଗୋଟେ ଗୋଟେ ଜାଗା ଦେବେ ସବୁ ମଠମାନଙ୍କୁ ଏବଂ ସେଥିରେ ନିର୍ମାଣ ମଧ୍ୟ ହବ, ନୂତନ ମଠ ନିର୍ମାଣ ହବ ଏବଂ ଯାହାଫଳରେ ସେଠି ମହନ୍ତଙ୍କ ନିବାସ ଏବଂ ସନ୍ଥ ନିବାସ, ଭକ୍ତ ନିବାସ, ବିଦ୍ୟାର୍ଥୀମାନଙ୍କର ନିବାସ ହେଇପାରିବ। ବର୍ତ୍ତମାନ ସେ ଜାଗା ସ୍ଥିର ହେଇଯାଇଛି କି କୋଉଠି ହବ? ମନ୍ତ୍ରୀ କହୁଛନ୍ତି ଯେ ଆମେ ପୁଣି ଥରେ ତିଆରି କରିବୁ ପରିକ୍ରମା ପ୍ରକଳ୍ପରେ ଯୋଉ ମଠ ଗୁଡ଼ିକ ଭାଙ୍ଗି ଯାଇଥିଲା। ତେଣୁ ବର୍ତ୍ତମାନ କୋଉ ଜାଗାରେ ସ୍ଥିର ହବ ମନ୍ତ୍ରୀ ସେଟା କ୍ଲିୟର କରିନାହାନ୍ତି। ତେଣୁ କୋଉ ଜାଗାରେ ସ୍ଥିର ହବ ସେଟା କ୍ଲିୟର ହେଲେ ଆପଣ ମାନଙ୍କର ଦାବି କଣ, କୋଉଠି ହବା ଦରକାର? ନାଇଁ, ଯେହେତୁ ଲିଖିତ ଭାବରେ ପ୍ରତିଶ୍ରୁତି ମିଳିଥିଲା 100 ମିଟର ପରେ, ମନ୍ଦିରର 100 ମିଟର ପରେ ମିଳିବା ପାଇଁ, ତେଣୁ ଆମେ ତ ନିଶ୍ଚିତ ଭାବରେ ଦାବି ରଖୁଛୁ ଯେ 100 ମିଟର ପରେ ମାନେ ନିଶ୍ଚିତ ଅତି ନିକଟତର ହିଁ ଆବଶ୍ୟକ ଅଛି। ତ ଆପଣଙ୍କର ଯେଉଁ ସବୁ ମଠ ଭାଙ୍ଗି ଯାଇଛି ସେ ମଠର ଯୋଉ ପୁରୁଣା ଜିନିଷ ଥିଲା, ପୁରୁଣା ମନ୍ଦିର ଥିଲା, ଠାକୁର ଥିଲେ, ତାର ଯୋଉ ସଂସ୍କୃତି ଥିଲା, ଏ ସବୁ କୋଉଠି ବର୍ତ୍ତମାନ ଅଛି? ତାର ଯୋଉ ସିମ୍ବଲ ସବୁ ଥିଲା ସେ ସବୁ କୋଉଠି ଅଛି? କେବଳ ମଠର ଠାକୁରଙ୍କର ବିଜୟସ୍ଥଳୀ ଅର୍ଥାତ୍ ମନ୍ଦିର ଯୋଉ ମଠ ଗୁଡ଼ିକର ଅଛି, କେବଳ ସେଇ ମନ୍ଦିର ତା ପାଖରେ ଗୋଟେ ରୋଷଘର ବ୍ୟତୀତ ଆଉ ତ ପ୍ରାୟତଃ ସବୁ ମଠ ଗୁଡ଼ିକ କେତେ ମଠର ଖାଲି ରହିଛି, ଖାଲି ପୂଜାରୀଟିଏ ରହିବା ପାଇଁ, ମହନ୍ତ ଜଣେ ରହିବା ପାଇଁ, ନହେଲେ ପ୍ରାୟତଃ ସବୁ ଭାଙ୍ଗି ଯାଇଛି। କେବଳ ବିଜୟସ୍ଥଳୀ ଠାକୁରଙ୍କର ହିଁ ରହିଛି। ତେଣୁ କିନ୍ତୁ ଅନ୍ୟ ଯୋଉ ମଠକୁ ଆସୁଥିବା ଅତିଥି ଅଭ୍ୟାଗତ, ମଠରେ ରହି ପାଠ ପଢୁଥିବା ବିଦ୍ୟାର୍ଥୀମାନେ ଏବଂ ମଠରେ ରହି ସାଧୁସନ୍ଥ ମାନେ ରହୁଥିଲେ, ନାମ ସଂକୀର୍ତ୍ତନ କରୁଥିଲେ, ସେମାନେ ରହିବା ପାଇଁ ଆଉ ଜାଗା ବର୍ତ୍ତମାନ ଯୋଉ ନୂଆ ମଠ ତିଆରି ହବ, ମନେ କରନ୍ତୁ ଏମାର ମଠ ଯଦି ତିଆରି ହେଲା, ତାର କଣ ସିମ୍ବଲ ସବୁ ଅଛି ବା କଣ ପୁରୁଣା ମଠ ସହିତ ଜଡିତ ଆସବାବ ପତ୍ର, ଠାକୁର ଜିନିଷ କଣ ସବୁ ରହିଛି ଯାହା ଫଳରେ ଏମାର ମଠଟା ନୂଆ ରୂପରେ ଆସିପାରିବ? ବର୍ତ୍ତମାନ ଆପଣ ଦେଖିପାରିବେ, ବର୍ତ୍ତମାନ ଏମାର ମଠର ଠାକୁରଙ୍କ ମନ୍ଦିର ଅଛି ଏବଂ ତା ପାଖରେ ମଧ୍ୟ କିଛି ଜାଗା ରହିଛି ସାମ୍ନାକୁ, ଠାକୁରଙ୍କ ସାମ୍ନାରେ ରହିକି ମଧ୍ୟ ପ୍ରାର୍ଥନା ଭଜନ କରାଯାଇ ପାରିବ ଏବଂ କିନ୍ତୁ 100 ମିଟର 75 ମିଟରରେ ଯେତିକି ଜାଗା ଆମର ଯାଇଛି, ତାପରେ ଆଉ ଯୋଉ 75 ମିଟର ଭିତରେ ଯୋଉ ମଠ ଗୁଡାକ ଯାହା ଥିଲା ସବୁ ଭାଙ୍ଗି ଯାଇଛି। କେବଳ ବିଜୟ ନୂଆ ଜାଗାଟା ଆପଣ କେମିତି କହିବେ ଯେ ଏଇଟା ଏଇ ମଠ ବୋଲି? ନୂଆ ଜାଗା ଏଇଟା ମଙ୍ଗୁ ମଠ, ଏଇଟା ଏମାର ମଠ, ଆକୁ କେମିତି ଆପଣ କହିବେ? କଣ ନେଇକରି ସେଠି ସ୍ଥାପନ କରିବେ ଯାହା ଫଳରେ କି ସେଇଟା କୁହାଯାଇ ପାରିବ ଯେ ଏଇଟା ଏମାର ମଠ, ଏଇଟା ମଙ୍ଗୁ ମଠ ବୋଲି? ଏବେ ତ ପୁରୁଣା ଜାଗା ପଳେଇଲା। ଆଜ୍ଞା, ନିଶ୍ଚିତ ପୁରାତନ ଐତିହ୍ୟ ତ ନଷ୍ଟ ହେଇଯାଇଛି ନିଶ୍ଚିତ, କିନ୍ତୁ ନୂଆ ଘର ଯୋଉ ତିଆରି କରାଯିବ ଏବଂ ସେଥିପାଇଁ ଜାଗା ସରକାର ଦେବେ, ଯୋଉ ମଠକୁ ଦେବେ ସେଟା ରେଜିଷ୍ଟ୍ରି କରି ଦେବେ ଜାଗା। ତେଣୁ ସେଇ କାଗଜ ପତ୍ରରୁ ଜଣା ପଡିବ ଏଇ ଜାଗାଟା ହଉଛି ଏଇ ମଠକୁ ସରକାର କାଗଜ ପତ୍ର ହେଇଯିବ, କିନ୍ତୁ ପୁରୁଣା କିଛି ଜିନିଷ ଅଛି କି ଯୋଉଟା କି ପୁଣି ମଙ୍ଗୁ ମଠ ନୂଆ ରୂପରେ ଆସିବ, ଏମାର ମଠ ନୂଆ ରୂପରେ ଆସିବ, ଏହା ସମ୍ଭବ? ନା, ସେଟା ସମ୍ଭବ ନୁହେଁ। ସେଟା ସମ୍ଭବ ନୁହେଁ। ମଠର ଆସବାବ ପତ୍ର, ଜିନିଷ ପତ୍ର କିଛି ସଂରକ୍ଷିତ କରି ରଖାଯାଇଛି କି? ନାଇଁ, ସେମିତି କେବଳ ଆମର ରଘୁନନ୍ଦନ ଲାଇବ୍ରେରୀରୁ କିଛି ବହି ସେଗୁଡା ସବୁ ସଂଗ୍ରହ କରି ରାଜ୍ୟ ସରକାର ଜିଲ୍ଲା କୋଉଠି ଗୋଟେ ରଖିଛନ୍ତି ଘର ଭିତରେ, ତାକୁ ପାଠାଗାର ଆମ ଯେତେ ବର୍ଷର ମଠ ସଂସ୍କୃତି ତାର କୌଣସି ପୁରୁଣା ଜିନିଷ ଏପର୍ଯ୍ୟନ୍ତ ନାହିଁ? ନା, କୌଣସି ଜାଗା କୌଣସି ନାହିଁ। ସେ ସବୁ ଜିନିଷ ଗଲା ତ ଭାଙ୍ଗି ଦିଆଗଲା, ଆଉ କେବଳ ମନ୍ଦିର ରହିଛି। ତେଣୁ ତା ବ୍ୟତୀତ ଆଉ ସମସ୍ତ ମହନ୍ତ ମାନେ ତାଙ୍କର ଜିନିଷ ପତ୍ର ସବୁ ଆବଶ୍ୟକ ଫଟୋପତ୍ରଠୁ ଆରମ୍ଭ କରି ସବୁ ନିଜେ ମାନେ ଉଠେଇକି ଅନ୍ୟ ଜାଗାରେ ରଖିଛନ୍ତି ଏବଂ କିଏ କୋଉଠି କୋଉଠି ଭକ୍ତ ନିବାସରେ, କୋଉଠି ଧର୍ମଶାଳାରେ, କିମ୍ବା କିଏ କୋଉଠି ନୂଆ ମଠ ତିଆରି କରି ରହିଲେଣି। ଏଇସବୁ ଭଳି ଭାବରେ ସମସ୍ତେ 6 ବର୍ଷ ହେଲାଣି ଅପେକ୍ଷା କରିଛନ୍ତି ଆଉ। ତେଣୁ ଗୋଟେ ପୁଣି ନୂଆ ରୂପରେ ଯଦି ଆମେ କହିବା ଏମାର ମଠ ତିଆରି ହବ ଆଉ ଗୋଟିଏ ଜାଗାରେ,
ଏହା କ'ଣ ଆଜ୍ଞା। ପୁରୁଣା ଯୋଉ ସଂସ୍କୃତି ଆମର ତାକୁ ଫେରେଇ ଆଣିପାରିବ? ତ କେବେ ସମ୍ଭବ ନୁହେଁ। ପୁରାତନ ଐତିହ୍ୟ କିଛି ତ ଆଉ ସେଠି ଦେଖାଯାଇପାରିବ ନାହିଁ, କିନ୍ତୁ ଗୋଟେ ରାଜ୍ୟ ସରକାର ସ୍ଥିର କରିଛନ୍ତି ଯେ ଗୋଟେ ମାନେ ହେରିଟେଜ ବିଲ୍ଡିଂ ହବ, ଯୋଉଟା କି ପୁରୁଣା ଐତିହ୍ୟକୁ ସେଇଟା ପ୍ରଦର୍ଶିତ କରେଇବ। ମଠର ଭଳି ଦେଖାଯାଉଥିବା ଗୋଟେ ନୂତନ ମଠ ତିଆରି କରାଯିବ। ମଠ ଭଳି ଦେଖାଯାଉଥିବା ମଠ ହବ। ଆଜ୍ଞା। ହଁ, ତ ପୁଣି ମଠର ଯୋଉ ନିୟମ କାନୁନ ଥିଲା, ଆଦବ କାଇଦା ଥିଲା, ଯେମିତି ଠାକୁର ପୂଜା କରାହଉଥିଲା, ଯେମିତି ଆଳତି କରାହଉଥିଲା, ଯେମିତି ଭକ୍ତଙ୍କୁ ଖାଇବାକୁ ଦିଆହଉଥିଲା, ସେଇ ସଂସ୍କୃତିଟାକୁ ପୁଣି ସେଇ ଢଙ୍ଗରେ ଏକା ଢଙ୍ଗରେ ଫେରି ଅଣାଯାଇ ପାରିବ କି? ନିଶ୍ଚିତ ଭାବରେ ଯୋଉ ଜାଗାରେ କରାଯିବ ସେଇଟା ଅବଶ୍ୟ ଠାକୁର ଗୋଟେ ଜାଗାରେ ରହିଲେ ଏବଂ ତା ସହିତ ମଠର ଆବାସ ଗୋଟେ ଜାଗାରେ ରହିଲା, ତେଣୁ ନିଶ୍ଚିତ ତା ଭିତରେ ଗୋଟେ ହାମ୍ପର ଆସିବ, କାହିଁକିନା ଏଠି ଭୋଗ ଲାଗିବ, ସେଠି ପ୍ରସାଦ ପାଇବେ, ତେଣୁ ଏଇସବୁ ଜିନିଷ ଟିକେ ଡିଫେକ୍ଟ ହବ। କିନ୍ତୁ କେବଳ ରହିବା ପାଇଁ ଯୋଉ ଅସୁବିଧାଟା ହଉଥିଲା, ବାହାରେ ରହୁଥିଲେ ମଠାଧୀଶ ମାନେ, ସାଧୁସନ୍ଥ ମାନେ, ଭକ୍ତ ନିବାସ, ଧର୍ମଶାଳା ଏସବୁ ଜାଗାରେ ରହୁଥିଲେ, ସେଥିରୁ ନିହାତି ନିସ୍ତାର ମିଳିବ ଏବଂ ଗୋଟେ ନିର୍ଦ୍ଦିଷ୍ଟ ନିଜର ଘର ମଠ ମାନେ ପାଇପାରିବେ, ଏତିକି ହିଁ ହେଇପାରିବ। ବହୁତ ଧନ୍ୟବାଦ ମହାରାଜ, ବହୁତ ଧନ୍ୟବାଦ।